ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ସର୍ଗିଓ ଗୋର୍। ଡୋନାଲ୍ଡ ଟ୍ରମ୍ପ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ବିଶ୍ୱସ୍ତ ସର୍ଗିଓ ଗୋର୍ଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ସେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ମଧ୍ୟ ହେବେ। ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି। ସର୍ଗିଓ ଗୋର୍ ବର୍ତ୍ତମାନ ହ୍ୱାଇଟ୍ ହାଉସ୍ ପ୍ରେସିଡେନ୍ସିଆଲ ପର୍ସନାଲ ଅଫିସର ନିର୍ଦ୍ଦେଶକ। ଆମେରିକା ସେନେଟରୁ ନିଶ୍ଚିତକରଣ ପାଇବା ପରେ ସେ ଭାରତରେ ନୂତନ ସ୍ଥାୟୀ ଆମେରିକାର ରାଷ୍ଟ୍ରଦୂତ ହେବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏରିକ୍ ଗାର୍ସେଟିଙ୍କୁ ହଟାଇବାର 7 ମାସ ପରେ ଆମେରିକା ଭାରତର ଏହାର ସ୍ଥାୟୀ ରାଷ୍ଟ୍ରଦୂତ ନିଯୁକ୍ତ କରିଛି। ସର୍ଗିଓ ଗୋର୍ ଭାରତରେ 24ତମ ଆମେରିକୀୟ ରାଷ୍ଟ୍ରଦୂତ ହେବେ। ଏ ବିଷୟରେ ଜଣାଇ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ ସର୍ଜିଓ ଗୋର୍ଙ୍କୁ ଭାରତରେ ଆମର ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଦକ୍ଷିଣ ଓ ମଧ୍ୟ ଏସୀୟ ବ୍ୟାପାର ପାଇଁ ସ୍ୱତନ୍ତ୍ର ଦୂତ ଭାବରେ ନିଯୁକ୍ତ କରୁଥିବା ଘୋଷଣା କରି ମୁଁ ବହୁତ ଖୁସି। ସେମାନେ ମୋର ଏଜେଣ୍ଡାକୁ ଆଗରୁ ବଢ଼ାଇବାରେ ଏବଂ ଆମେରିକାକୁ ପୁଣି ମହାନ କରିବାରେ ସାହାଯ୍ୟ କରିବେ। ସର୍ଜିଓ ଦୀର୍ଘ ଦିନ ଧରି ଟ୍ରମ୍ପ ପରିବାରର ଜଣେ ଘନିଷ୍ଠ ସହଯୋଗୀ ରହି ଆସିଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ସହ ମିଶି ୱିନିଂ ଟିମ୍ ପ୍ରକାଶନ ପ୍ରତିଷ୍ଠା କରିଥିଲେ। ଏହା ଅଧୀନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ 2ଟି ପୁସ୍ତକ ପ୍ରକାଶିତ ହୋଇଥିଲା। ଏହା ବ୍ୟତୀତ ସେ ଟ୍ରମ୍ପଙ୍କ ଅଭିଯାନକୁ ସମର୍ଥନ କରୁଥିବା ସବୁଠାରୁ ବଡ଼ ସୁପର ପିଏସି ମଧ୍ୟରୁ ଗୋଟିଏ ଚଲାଉଥିଲେ। ସର୍ଜିଓଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ ସର୍ଜିଓ ଜଣେ ମହାନ ବନ୍ଧୁ ଏବଂ ସହକର୍ମୀ, ଯିଏ ନିର୍ବାଚନ ପ୍ରଚାର ଠାରୁ ପ୍ରକାଶନ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ମୋ ସହିତ ଥିଲେ। ସେ ଜଣେ ମହାନ ରାଷ୍ଟ୍ରଦୂତ ପ୍ରମାଣିତ ହେବେ। ଭାରତ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବା ପରେ ସର୍ଜିଓ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ ଭାରତରେ ଆମେରିକାର ପ୍ରତିନିଧିତ୍ୱ କରିବା ମୋ ଜୀବନର ସର୍ବୋତ୍ତମ ସମ୍ମାନ ହେବ। ଏହି ପଦରେ ରହି ଆମେରିକୀୟ ଲୋକଙ୍କ ସେବା କରିବା ଠାରୁ ମୋ ପାଇଁ ଗର୍ବିତ କାମ ଆଉ କିଛି ନାହିଁ। ଏହା ମୋ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ଏଥିପାଇଁ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି।